ମରିଗଲା ମଣିଷ ପୁଣିଆ। ଗାଁ ମଶାଣିରୁ ନିଜ ଭଉଣୀର କଙ୍କାଳକୁ ଧରି ବ୍ୟାଙ୍କରେ ପହଞ୍ଚିଲେ ନିଜ ସାନ ଭାଇ। ହଁ ଦର୍ଶକ ବନ୍ଧୁ, ତ ଏ ଘଟଣାଟି ବର୍ତ୍ତମାନ ପାଇଁ ରାଜ୍ୟରେ ଏକ ଚର୍ଚ୍ଚାର ବିନ୍ଦୁ ପାଲଟିଛି। ତ ସୂଚନା ମୁତାବକ କେଉଁଝର ଜିଲ୍ଲା ଅନ୍ତର୍ଗତ ପାଟଣା ବ୍ଲକର ଏରେଡ଼େଇ ପଞ୍ଚାୟତର ଡିଆନାଳିଆ ଗ୍ରାମର ଜିତୁ ମୁଣ୍ଡା। ତ ଜିତୁ ମୁଣ୍ଡାଙ୍କ ବଡ଼ ଭଉଣୀ କଲରା ମୁଣ୍ଡା କିଛି ଦିନ ପୂର୍ବରୁ ମୃତ୍ୟୁବରଣ କରିସାରିଛି। ତ ଯେହେତୁ ତାଙ୍କ ଖାତାରେ 20,000 ଉର୍ଦ୍ଧ୍ୱ ଟଙ୍କା ଥିଲା, ସେ ତାଙ୍କ ଟଙ୍କାକୁ ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲା। ନିକଟସ୍ଥ ମଲ୍ଲିବସ୍ତି ଗ୍ରାମ ଉନ୍ନୟନ ବ୍ୟାଙ୍କକୁ ସେ ଯାଇଥିଲା, କିନ୍ତୁ ବ୍ୟାଙ୍କ ମ୍ୟାନେଜର ରୋକଠୋକ ମନା କରିଥିଲେ, ନା ଯିଏ ହିତାଧିକାରୀ ଯିଏ ବ୍ୟାଙ୍କର ଯାହା ନାଁର ବ୍ୟାଙ୍କ ଖାତା ଅଛି ସେ ଆସିଲେ ମୁଁ ଟଙ୍କା ଦେବି, ନହେଲେ ମୁଁ ଟଙ୍କା ଦେବିନି। ତ ଏହାକୁ ନେଇକି ଜିତୁ ମୁଣ୍ଡା ଆସି ନିଜ ଗାଁ ମଶାଣିରୁ ନିଜ ଭଉଣୀର କଙ୍କାଳକୁ ଉଦ୍ଧାର କରିକି ବ୍ୟାଙ୍କକୁ ନେଇକି ଯାଉଛି। ବ୍ୟାଙ୍କରେ ସେ ରଖି ଯେ ଆପଣ କହିଥିଲେ ଯେ ବ୍ୟାଙ୍କ ଭଉଣୀ ଆସିଲେ ମୁଁ ଟଙ୍କା ଦେବି, ଏବେ କଙ୍କାଳ ଧରିକି ନିଜେ ବସିଛି। ବ୍ୟାଙ୍କ ସାମ୍ନାରେ ସେ ଧାରଣା ଦେଇଛି ଯେ ମୋତେ ଟଙ୍କା ଦିଅ, ମୁଁ ଭଉଣୀକୁ ନେଇକି ଆସିଛି। ବର୍ତ୍ତମାନ ଏଇଟା ଚର୍ଚ୍ଚାର ବିନ୍ଦୁ ପାଲଟିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ହଟ୍ ନ୍ୟୁଜ୍।